ବୃଷଭ ରାଶିମାନଙ୍କ ପାଇଁ ଆହୁ ରହିଲା ମାତ୍ର 6 ମାସ। ଏହି 6 ମାସ ଭିତରେ କ'ଣ ହେବ ଆପଣଙ୍କ ସହିତ ହେବାକୁ ଯାଉଛି। ତ ଏହି ଭିଡ଼ିଓ ଆପଣଙ୍କ ଜନ୍ମରାଶି ଚନ୍ଦ୍ରରାଶି ଦ୍ୱାରା ଆଧାରିତ ଅଟେ। ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁନି। ତ 2026ର ପ୍ରଥମ ଫେଜ୍ରେ ଆପଣ ଫ୍ୟାସନ୍, ଘର, ରିସ୍ତା, ରାଉଣ୍ଡଲି ଘର, ପ୍ରପର୍ଟି ଏହିସବୁ କାର୍ଯ୍ୟରେ ଆପଣଙ୍କ ଦିମାଗ ଥିଲା। କୌଣସି ଫ୍ରେଣ୍ଡ ବା ରିଶ୍ତେଦାରଙ୍କୁ ଆପଣ ଫାଇନାନ୍ସିଆଲ ହେଲ୍ପ ବି କରିଥିବେ ଏହି ସମୟରେ ଓ ଆପଣଙ୍କୁ ହେଲ୍ପ ମଗା ବି ଯାଇଥିବ। ତ ଫେବୃଆରୀରୁ ଏପ୍ରିଲ ପଇସା ଭିତରେ ଟାଇଟ୍ ଥିଲା, ଆପଣଙ୍କ ଖର୍ଚ୍ଚ ଉପରେ ଥିଲା କିନ୍ତୁ ଆପଣଙ୍କ ଇନକମ୍ ସ୍ଲୋ ଥିଲା। କିନ୍ତୁ ଜୁଲାଇରୁ ଡିସେମ୍ବର ଅଧା ମାସର ସଫର ଏଠାରେ ଟିକେ ଡିଫରେନ୍ସ ନଜର ଆସିବ। ତ ଖାସ କରି ଆପଣଙ୍କ କ୍ୟାରିୟର ପାଇଁ ଏହି 6 ମାସ କାଫି ଭଲ ରହିବ ଓ ଏହି 6 ମାସରେ ଆପଣ ଛଲାଙ୍ଗ ଲଗାଇବେ। ବା କିପରି ରହିବ ବୃଷଭ ରାଶିମାନଙ୍କ ପାଇଁ ଆଉ 6 ମାସ, ତ ଚାଲନ୍ତୁ ଏହି ଭିଡ଼ିଓରେ ଡିଟେଲ୍ସ ଜାଣିବା। ତ ଆପଣମାନଙ୍କ ପୁରା ଫୋକସ୍ ପଇସା କମାଇବା, ପଇସାରେ ଇମ୍ପୋର୍ଟାନ୍ସ କେତେ ଆପଣ ବୁଝି ହିଁ ସାରିଥିବେ ଏହି 6 ମାସ ଭିତରେ। ତ ଆପଣଙ୍କୁ ପୁରା ଫୋକସ୍ ପଇସା କମାଇବା ଓ ପଇସା ବଞ୍ଚାଇବା ଉପରେ ରହିବ ଓ କ୍ୟାରିୟର ଉପରେ ରହିବ। ତ ପୁରା ଫୋକସ୍ ପଇସା, ଇନକମ୍, କ୍ୟାରିୟର। ତ ଜୁଲାଇ ପରଠାରୁ ପଇସା ଆସିବ ଓ ରହିବ ମଧ୍ୟ। ଫେବୃଆରୀରୁ ଏପ୍ରିଲ ଯେଉଁ ଚିନ୍ତାରେ ଥିଲେ, ପଇସା ପାଇଁ ପରିଶାନ ଥିଲେ, ସେହି ସିନ୍ ଏବେ ବଦଳିବାକୁ ଯାଉଛି। ଏହାର ଅନୁଭବ ଆପଣ ଧୀରେ ଧୀରେ କରିବାକୁ ଲାଗିଯିବେ। ତ କିଛି ନୂଆ ଶିଖିବାକୁ ଚାହିଁବେ, କିଛି କରିବାକୁ ଚାହିଁବେ ଏହି ମାସଠାରୁ। ତ ଅନ୍ୟକୁ ଗାଇଡ଼୍ସ କରିବେ ଏହି ସମୟରେ। କିଛି ଆପଣଙ୍କ ଭିତରୁ ଜ୍ୟୋତିଷ ଶିଖିବେ, ତନ୍ତ୍ରମନ୍ତ୍ର ଶିଖିବାକୁ ଇଚ୍ଛା କରିବେ। ଏହି ସମୟରେ ଆପଣ କୌଣସି ନା କୌଣସି ମନ୍ତ୍ର ଚାଟିଂ ବା ଭଗବାନଙ୍କ ଉପରେ ବିଶ୍ୱାସ କରିବା, ମନ୍ଦିର ଯିବା ଏହିସବୁ କାର୍ଯ୍ୟ ନିହାତି କରିବେ ଆପଣ। ତ ହଠାତ୍ କରି ଡେଲି ରୁଟିନରେ ସାମିଲ କରିଦେବା ମନ୍ତ୍ର ଚାଟିଂକୁ, ଏହିସବୁ କାର୍ଯ୍ୟ ଓ ଜ୍ୟୋତିଷ କିପରି ଶିଖିବାକୁ ଆପଣ ମଧ୍ୟ ଇଚ୍ଛୁକ ହୋଇପାରନ୍ତି। ଏହି ସମୟରେ ଆପଣ ମେଣ୍ଟର ଭଳି ଅନ୍ୟମାନଙ୍କୁ କାମରେ ଆସିପାରନ୍ତି। ଫ୍ରେଣ୍ଡସ୍ ବା ପଡ଼ୋଶୀଙ୍କୁ ଆଡ଼ଭାଇସ୍ ମଧ୍ୟ ଦେଇପାରନ୍ତି। ତ ଏହି ମାସରେ ଜୁଲାଇରେ ନଜର ଆସିବେ କି ଆପଣଙ୍କ ଫିଲିଙ୍ଗସକୁ ଆପଣ ସେୟାର କରିପାରୁନାହାନ୍ତି। ନିଜ କଥାରେ ବିଶେଷ ଧ୍ୟାନ ଦେବେ, କାରଣ ଏହି ସମୟରେ ଆପଣ କିଛି କହିବାକୁ ଚାହୁଁଥିବେ ହେଲେ ଲୋକେ ତାକୁ ଅନ୍ୟ କଥା ନେଇ ବୁଝିବେ। ତ ଆପଣ ଏହା ମଧ୍ୟ କେବେ କେବେ ଫିଲ୍ କରିଥିବେ ଆପଣଙ୍କର ଉଦ୍ଦେଶ୍ୟ ନଥିବ ଗୋଟେ କଥା କହିବାର, କିନ୍ତୁ ସେହି କଥାକୁ ସେମାନେ ଅଲଗା ଅର୍ଥରେ ଆପଣଙ୍କୁ କହିବେ। ସେହିପରି ସିଚୁଏସନ୍ ଆସିପାରେ। ଯଦି ଆପଣ ଷ୍ଟୁଡେଣ୍ଟ ଅଛନ୍ତି ତାହେଲେ ଏହି ସମୟ ଆପଣଙ୍କର ପରିଶ୍ରମର ସିରିୟସ୍ ମୁଡ଼୍ ଆପଣାଇ ସାରିବନି। ତ ଆପଣଙ୍କୁ ଲାଗିବ କି କିଛି କରିବି, ପୁରୁଣା ଲେବୁଲରେ ସନ୍ତୁଷ୍ଟି ମିଳିବ ନାହିଁ ଆପଣଙ୍କୁ ଏହି ସମୟରେ ଆପଣ କିଛି ନୂଆ ଗ୍ରାଣ୍ଡ କରିବାକୁ ଚାହିଁବେ। ଯଦି ଆପଣ ବିଜନେସ୍ ବା ବ୍ୟାପାର କରୁଛନ୍ତି ତାହେଲେ ଏଠି ୱାର୍ଣ୍ଣିଂ ଆପଣମାନଙ୍କ ପାଇଁ ଏହି 6 ମାସରେ ଆପଣ କୌଣସି ଇଲିଗାଲ କାମ, ସର୍ଟକଟ୍ ବା ଟ୍ୟାକ୍ସ ଚୋରି ଭଳି କୌଣସି ବି ଆପଣ ଭୁଲ ରଖନ୍ତୁ ନାହିଁ, କାରଣ ଆପଣ ଏହି ସମୟରେ କେଉଁଠି ନା କେଉଁଠି ଆପଣ ଫସି ଯାଇପାରନ୍ତି। ତେଣୁକରି ନିଜର ଯତ୍ନ ରଖନ୍ତୁ, ଆପଣ ଡକୁମେଣ୍ଟକୁ ସାଇଟ୍ କରି ରଖନ୍ତୁ। ମୁସିବତ କେଉଁଠୁ ବି ଆସିଯାଇପାରେ। ତ ଜୁଲାଇ ଅଗଷ୍ଟରେ ଏହିସବୁ ଡକୁମେଣ୍ଟର ବିଶେଷ ଧ୍ୟାନ ରଖନ୍ତୁ। ପାର୍ଟନରସିପ୍ରେ କୌଣସି କାର୍ଯ୍ୟ କରୁଥିଲେ ସିଗ୍ନେଚର କଲାବେଳେ ଡକୁମେଣ୍ଟକୁ ଭଲସେ ରିଡ୍ କରନ୍ତୁ। ତ ସେପ୍ଟେମ୍ବରରୁ ଅକ୍ଟୋବର କ୍ୟାରିୟର ପାଇଁ ବଡ଼ ଛଲାଙ୍ଗ ଆଣିବ। ବର୍ଷର ପରିଶ୍ରମ ଫଳପ୍ରଦ ହେବ। ତ ବିଦ୍ୟାର୍ଥୀ ଏକ୍ଜାମ ଓ କମ୍ପିଟେଟିଭ୍ କ୍ୟାରିୟର ପାଇଁ ଯେଉଁମାନେ କ୍ୟାରିୟର ଟ୍ରାନଜିଟ୍ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଶାନଦାର ରେଜଲ୍ଟ ଏହି 6 ମାସ ଦେବ। ଅକ୍ଟୋବର ବହୁତ ଭଲ ରହିବ, କିନ୍ତୁ ଘର ହେଲ୍ଥରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଭାଇ ଭଉଣୀ ବା ମାତା ପିତା ଏହି ସମୟରେ ଚ୍ୟାଲେଞ୍ଜିଂ ଆଣିପାରନ୍ତି। ହେଲ୍ଥର ପ୍ରୋବ୍ଲେମ୍ ଆସିପାରେ। ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କର ସର୍ଜରୀ ମଧ୍ୟ ହୋଇପାରେ। ବିଶେଷ କରି ଆପଣଙ୍କ ମାଆଙ୍କର ଯତ୍ନ ନିହାତି ଆବଶ୍ୟକ। ଏହି ସମୟରେ ଆପଣଙ୍କୁ ବିଶେଷ କରି ମାଆଙ୍କ ପାଇଁ ହସ୍ପିଟାଲର ଚକ୍କର ମଧ୍ୟ ଆପଣ ଲଗାଇ ପାରନ୍ତି। ମାଆଙ୍କର ପେଟର ସମସ୍ୟା ବିଶେଷ ଭାବରେ ଦେଖାଯାଇପାରେ, ଯାହା ପାଇଁ ଆପଣ ଟେନସନ୍ ମଧ୍ୟ ରହିପାରନ୍ତି ଓ ଚକ୍କର ମଧ୍ୟ ଲଗାନ୍ତୁ। କୌଣସି ପ୍ରକାର ଦୁଃଖର ନାହିଁ, ମାଆ ଯେହେତୁ ଆପଣଙ୍କୁ ସେବା ତ କରିବାକୁ ପଡ଼ିବ। ତ ବିଶେଷ ଧ୍ୟାନ ରଖନ୍ତୁ। ତ ନଭେମ୍ବରରେ ଦେଖିବେ କି ଆପଣଙ୍କର ପ୍ରଫେସନାଲ୍ ଲାଇଫ୍ରେ ପ୍ରୋବ୍ଲେମ୍ ଆସିପାରେ। ଏହି ସମୟରେ ଆପଣଙ୍କର ପାର୍ଟନର ମତଲବ ମ୍ୟାରେଜ୍ ପାର୍ଟନରଙ୍କ ଭିତରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହୋଇପାରେ, ଝଗଡ଼ା ମଧ୍ୟ ହୋଇପାରେ। ହେଲେ ଡିସେମ୍ବର ଆସୁ ଆସୁ ଏସବୁ କଳି ଝଗଡ଼ା ଶେଷ ହୋଇଯିବ। ଡିସେମ୍ବର ମାସରେ ଆପଣଙ୍କର ରେପୁଟେସନ୍, ଫାଇନାନ୍ସ ସବୁ ଠିକ୍ ହେବାକୁ ଲାଗିବ। ନୂଆ ଘର ବା ଗ୍ୟାଜେଟ୍ କିଣିପାରନ୍ତି, ନୂଆ ଘରର ରେନୋଭେସନ୍ କରିପାରନ୍ତି। ୱାର୍କ ପ୍ଲେସ୍ରେ ଟେନସନ୍ ଶେଷ ହେବ, ଅଟକିଥିବା କାର୍ଯ୍ୟ ଉପରେ ହେବ। ଏହି ବର୍ଷ ଆପଣଙ୍କର ବହୁତ ଭଲରେ ଯାଉ, ଜଗନ୍ନାଥଙ୍କ କତିରେ ଏତିକି ପ୍ରାର୍ଥନା। ତ ଏହି ବର୍ଷ ଆପଣଙ୍କୁ ମନିର ଇମ୍ପୋର୍ଟାନ୍ସ,
ରିଲେସନ୍ର ଇମ୍ପୋର୍ଟାନ୍ସ ବେଟର୍ ଭାବରେ ବୁଝେଇ ଦେଇ ଯିବ। ତ ଆପଣମାନଙ୍କ ପାଇଁ ଏହି ବର୍ଷ ମଙ୍ଗଳମୟ ହେଉ। ଏତିକି ଜଗନ୍ନାଥଙ୍କ କତିରେ ପ୍ରାର୍ଥନା। ଜୟ ଜଗନ୍ନାଥ।